ନାଁଟା ଏଇଟା ମୋ ନାଁ ଆଇଡେଣ୍ଟିଟା। ହଁ। ତ ଆମେ ଆସିଲା ବେଳକୁ ଆକ୍ଚୁଆଲି ଦେଖିଲେ ଯେ ମଝିରେ ଗୋଟେ ସୋଲାର ଦ୍ଵାରା ଲଗା ହେଇଛି ଟ୍ରାପ୍ ଗୁଡାକ ଲଗା ହେଇଛି। ଟ୍ରାପ୍ ର ଆକ୍ଚୁଆଲି କାମ କଣ? ଦେଖନ୍ତୁ ଆମର ଏଇଠି ଅନ୍ୟାନ୍ୟ ପନିପରିବା ଚାଷ ହୁଏ, ଧାନ ଚାଷ ହୁଏ। ଆଉ ଯେତେବେଳୁ ବି ଗୋଟେ କୀଟ ଯାଇକି ସେ ପତ୍ର ଉପରେ ବସେ କିମ୍ବା ସେ ଫଳ ଉପରେ ବସେ ସେତେବେଳକୁ ସେ ଅଣ୍ଡା ଦେଇଦିଏ। ସେ ଅଣ୍ଡାରୁ ଯୋଉ ଅ, ଅ, ମାନେ କୀଟ ପତଙ୍ଗ ହଉ ଯାହା ମଧ୍ୟ ତାଙ୍କେ ଉତ୍ପନ୍ନ ହୁଏ ସେ ଯାଇକି ସେ ଫଳ ପନିପରିବାକୁ ନଷ୍ଟ କରିଦିଅନ୍ତି। ଆଉ ଆମର ଯୋଉ ସୋଲାର ଟ୍ୟାପ ଦେଇଛନ୍ତି ସେଇଟା ସନ୍ଧ୍ୟାବେଳୁ ଗୋଟେ ଆଲୁଅ ଦିଏ। ଆଉ ଯୋଉ କୀଟ ପତଙ୍ଗ ସେ ପନିପରିବାକୁ ନଷ୍ଟ କରୁଛନ୍ତି ସେମାନେ ଆଟ୍ରାକ୍ଟିଭ ହେଇକି ସେ ଆଲୁଅ ପାଖକୁ ଯାଆନ୍ତି। ଆଉ ସେ ଆଲୁଅ ପାଖକୁ ଗଲା ପରେ ଆମର ଗୋଟେ ସେଠି ଟ୍ରେ ଟାଇପ୍ ଥାଏ, ସେଇଠି ଆମେ ପାଣି ପକେଇ ଦଉ। ଆଉ ପାଣି ପକେଇ ସାରିଲା ପରେ କଣ ହୁଏ ନା ଯୋଉ କୀଟ ପତଙ୍ଗ ଯାଇକି ତା ପାଖକୁ ଯାଆନ୍ତି ସେଇଠି ବସନ୍ତି କିମ୍ବା ପଡିଯାଆନ୍ତି ସେମାନେ ଆଉ ସେଇଠୁ ବାହାରି ପାରନ୍ତିନି, ସେଇଠି ହିଁ ମରିଯାଆନ୍ତି। ଏବଂ ଆମର ଯୋଉ ଚାଷ ବାସ ଅଛି ତାହିଁରୁ ଟିକେ କିଛିଟା ଅ, ଅଧିକ ବେନିଫିଟ ହଁ ପାଆନ୍ତି ଚାଷୀ ଅଧିକ ମାନେ। ଚାଷୀମାନେ ଅଧିକ ବେନିଫିଟ୍ ପାଆନ୍ତି। ତ ଆପଣ କହୁଥିଲେ ଯେ ଆପଣ 3 ବର୍ଷ ହେଲାଣି ଗ୍ରାମ ବିକାଶ ସାଙ୍ଗରେ ଆଜ୍ଞା। ଅଛନ୍ତି ଆଉ ଏଇଟା ଗ୍ରାମ ବିକାଶ ଦ୍ଵାରା ଲଗା ହେଇଛି। ଆଚ୍ଛା, ଏଇ 3 ବର୍ଷ ଭିତରେ ଆପଣ ଚେଞ୍ଜେସ୍ କଣ ଦେଖିଛନ୍ତି? ମାନେ ଗୋଟେ ଚାଷୀ ସପୋଜ ଧରି ନିଅନ୍ତୁ ପ୍ରଥମ ବର୍ଷ ଯେତିକି ପାଉଥିଲା ଅମଳ, ଯେତିକି ଫଳ ପାଉଥିଲା, ହୁଁ। ଏବେ କଣ ଏଇ ଫ୍ରୁଟ ଟ୍ରାପ୍ ଲଗେଇଲା ଫଳରେ ତାର ବେନିଫିଟ ତାକୁ ମିଳିଛି? ଆପଣ ଦେଖିପାରୁଛନ୍ତି, ଜାଣିପାରୁଛନ୍ତି? ହଁ ସାର୍, ଏଇଟା ବହୁତ ଚେଞ୍ଜେସ୍ ହେଇଛି। ଦେଖନ୍ତୁ ଆମର ଏଇଠି ଚାଷୀ ମାନଙ୍କର ଯେତେବେଳେ ତାଙ୍କେ ବଳଦ ନେଇକି ଚାଷ କରନ୍ତି, ଆଉ ଆମକୁ ଏଇଠି ଗ୍ରୁପରେ ମାନେ ଗୋଟେ ପାବାଟିର ଦିଆ ହେଇଛି, ଗୋଟେ କ୍ଲଷ୍ଟର କମିଟି ଗଠା ହେଇଛି, ସେଇଠି ପାବାଟିର ଦିଆ ହେଇଛି। ଆଉ ସେମାନେ ବଳଦ ନେଇକି ସକାଳେ 6ଟାରେ ଯାଆନ୍ତି, ପୁଣି 10ଟା ପର୍ଯ୍ୟନ୍ତ ହିଁ ହଳ କରିପାରନ୍ତି। ତାପରେ ବାକି ଯାକ ତ କରିବା ପାଇଁ ନିଅନ୍ତି ବଳଦ ମାନଙ୍କୁ, ଆଉ ହୁଁ ହୁଁ ହୁଁ। ଅଧିକ ଟାଇମ୍ ଚାଷ କରି ହେଇନଥିଲା। ଆଉ ଏବେ ଯେତେବେଳେ ପାବାଟିରଟା ଦେଲେ ସେମାନେ ସେଇଟା ଦିନ ଯାକ ମଧ୍ୟ ଚାଷ କରିକି ଆଉ ତାଙ୍କର ଯେତିକି ତାଙ୍କ ଯେତେବେଳେ ଇଚ୍ଛା ହଁ ହଉଥିବ ସେମାନେ ଯେତେବେଳେ ଇଚ୍ଛା ସେତେବେଳେ ହଁ ଜମିକି ଆସିପାରିବେ, କାହିଁକିନା ପାୱାର ଟିଲର ଅଛି ପାୱାର ଆଉ। ଟିଲର ଅଛି, ହୁଁ ସେମିତି ହେଇକି ତାଙ୍କର ଟାଇମ୍ ମଧ୍ୟ ସେଭ୍ ହୁଏ। ହୁଁ ହୁଁ ଆଉ ଆମେ ହୁଁ ବଳଦ ନେଇକି ଗୋଟେ ଦିନ କରିବା, ତାପରେ ପୁଣି ଆଉ ନେକ୍ସଟ ଦିନ କଲା ବେଳକୁ ଦିନ ଦିନ ଲାଗି ଯାଉଥିଲା। ହୁଁ ହୁଁ। ଏବେ କିନ୍ତୁ ଗୋଟେ ଦିନରେ ମଧ୍ୟ ସବୁ କାମ ଯୋଉ ଗୁଡାକ ଜମିଟା ଲାଗୁଥିଲା ଗୋଟେ ଦିନ ଲାଗୁଥିଲା, ଏଇଟା ଗୋଟେ ଘଣ୍ଟା 2 ଘଣ୍ଟା ଭିତରେ ମଧ୍ୟ ହଁ ସେ ସାର୍, ଜମିଟା ଚାଷ ହଁ ସେଇଟା କରିଦେଇପାରିବ। ବେନିଫିଟ୍ ହୁଁ ଥିଲା। ଆଉ ଯୋଉ ଆମର ଏଇଠି ଚାଷ ଶୀତ ମାସରେ କରନ୍ତି, ତାପରେ ବର୍ଷା ଋତୁରେ କରନ୍ତି, ଖରା ଋତୁରେ ଚାଷ ହେଇପାରୁନଥିଲା ହୁଁ କାହିଁକି ନା ଆମର ପାଣିର ଅଭାବ ଥିଲା ଏଇଠି। ହୁଁ ହୁଁ ହୁଁ। ଆଉ ସେଇ ଚାଷୀ ମାନଙ୍କର ପାଣି ଅଭାବରୁ ତାଙ୍କେ ଖରା ମାସରେ ଚାଷ କରିପାରନ୍ତିନି। ତେଣୁକରି ଗ୍ରାମ ବିକାଶ ମାଧ୍ୟମରେ ସେଇ ଚାଷୀ ମାନଙ୍କୁ ଆମର ଏଇଠି ସୋଲାର ସିଷ୍ଟମ ଦିଆଗଲା। ଏବେ ଯେତେବେଳେ ବି ତାଙ୍କେ ଖରା ମାସ ଆସେ ତାଙ୍କେ ସୋଲାର ପାଣି ସିଷ୍ଟମ ତ ହଁ ସପ୍ଲାଇ ମିଳିଲା ପାଣି ତେଣୁ ସପ୍ଲାଏ ଚାଷ ବାସ କରନ୍ତି। ହୁଁ ହୁଁ ହୁଁ। ଆଉ ଗୋଟେ ବେନିଫିଟ୍ ସାର୍, ଯୋଉ ଆମର ସୋଲାର ଟ୍ୟାପ ଯୋଉଟା ଦେଇଛନ୍ତି ସେତେବେଳକୁ ତାଙ୍କେ ଯେତେବେଳେ ଚାଷ ବାସ କରନ୍ତି କୀଟ ପତଙ୍ଗ ତାକୁ ପୁରା ନଷ୍ଟ କରିଦିଅନ୍ତି। ଆଉ ଫଳଟା ଏତେ ଭଲ ହେଉନଥାଏ। ଆଉ ବର୍ତ୍ତମାନ ସେଇଟା ଦେଲା ପରେ ଏବେ ଯେତିକି କୀଟ ପତଙ୍ଗ ସେ ଆଟାକ୍ ହେଇଥିବେ ସେ ସବୁ ମରିଯାଆନ୍ତି, ସେଥିରୁ ତାଙ୍କେ ବେନିଫିଟ୍ ହୁଅନ୍ତି।